तृतीय अध्याय कर्म जोग। अर्जुन वाच कहे अर्जुन जोड़ी कर हे जनार्दन जदुवीर कर्म जोगरु ज्ञान जोग श्रेष्ठ करिल महाभाग एबे तू मोते कर्म जोगे किंपा पकाऊ कह एबे जे युद्ध प्राणी हिंसा कर मोते पकाऊ कि हेतुर मोते प्रभुत करू तो ही हा कारण कह तू ही केबे कर्म जोग प्रशंसा केबे ज्ञान जोग प्रशंसा तोर ये मिश्रित वचने मो बुद्धि भ्रमयी संघने बेनिक मध्य श्रेष्ठ के ही से कथा कह दया बही भगवान वाच आहे अनघ निरतरे निष्ठा जे दुई परकारे ब्रह्मर निष्ठा बेनिमते प्राणी करई जगते पूर्वरे कही अछि मोहि जोग दुई प्रकार होई सन्यासी पक्षे ज्ञान जोग जोगी पक्षे कर्म जोग जोग नियम समद में जहार चित्त सदा भ्रमे तेणु निर्मल चित्त प्राणी करई ज्ञान जोग जानी जा चित्त बुद्धि जे नुहई बुद्धि निर्मल सेव काहि निष्पाप कर्म ता पक्षरे उचित अटई संसारे निष्काम भावे कले कर्म मुक्ति लभई सेहु जन पौरुष कर्म निर्वतिले कर्म बंधन घोटे हेळे सन्यास अवलंबने सिद्धि लाभ न करि पारे जे नर वस्तु करे धरे से सिना तागु क्या त्याग करे उलग्न होई जे बुड़ीव पिंदिन किस चुपुड़ीव संसारे कर्म न करिण क्षणे न रहे केही जन प्रकृति निज गुण बळे टाणी ओटारी कर्म करे एणु प्रकृति आयतरे कर्म करंती सर्वनरे विरागी कर्म फळे हे जेहु बरागी बोलांतटी सेऊ जानी जे कामेन्द्रिय मान विषय करे मने ध्यान कपटाचारी जे अटई अंते नरके से पड़ई ब्रह्म विचारे अधिकारी केबे नुहे से तुराचारी मन इंद्रिय जे दमई से नर संयमी बोलाई जय जे करे ज्ञानेन्द्रिय तेजी फल कामना मोह कर्मेन्द्रिय कर्मे लगाई कर्मानुष्ठाने प्रिय होई एमाने अटंती जे ज्ञानी सुन अर्जुन वीरवणी एणु तु अनवरतरे कर्म को करी सुचितरे कर्म कर्म ठारु श्रेय कर्मे रहिछि देह शयन भोजने गमन पापादि नित्य प्रयोजन पानादि नित्य प्रयोजन ए कर्मे शरीर रही अकर्मे शरीर न थाई यज्ञ अर्थरे कर कर्म यज्ञ साक्षाते परम ब्रह्म जे कर्मे विष्णु प्रीति नोही से कर्म जीव बंदी होई सृष्टि आरंभे वेदवर यज्ञ सहित प्रजाकुल उत्पत्ति करिथिले कही ए यज्ञ बुद्धि प्राप्त होई ए यज्ञ वृद्धि जेबे हब कर्म अभिष्ट फल देव जे यज्ञ तोष देवगण तोषिबे तुम्भकु से जान उभय संतोष विधाने कल्याण हेवनु क्षणे इंद्रादि हविर्भाग्य तृष्टि लभि करिवे जल वृष्टि होइव शस्यशाळी बही तुम्भे लभिव वृद्धि तहि यज्ञ रे देवे तोष होई तेबे कांचित तेबे वांछित फल देई से फल भाग देवे न देई
ସେ ଭୋଗେ ଚୋର ଅଟେ ସେହି। ବୃଷ୍ଟିରୁ ଯେ ଶସ୍ୟ ଉତ୍ପନ୍ନ ଦେବଙ୍କ ଅଂଶ ସେହି ଜାଣ। ବୈଶ୍ଵ ଦେବାଦି ନିତ୍ୟ କର ଦୈବ ଋଣରୁ ହୁଅ ପାର। ବୈଶ୍ଵ ଦେବାଦି ଯଜ୍ଞ ଶେଷ ଅନ୍ନ ଭୁଜନ୍ତି ଯେ ମନୁଷ୍ୟ। ସେ ସାଧୁ ସର୍ବ ପାପୁତରେ ସେ ପାପୀ ଏସ ନ କରେ। ଭୁଞ୍ଜେ ରାନ୍ଧିଣ ନିଜ ପାଇଁ କେବଳ ପାପ ସେ ଭୋଗଇ। ଅନ୍ନରୁ ପ୍ରାଣୀ ହୁଅନ୍ତି ଜାତ ବୃଷ୍ଟିରୁ ସେ ଅନ୍ନ ପ୍ରସ୍ତୁତ। ଯଜ୍ଞରୁ ବୃଷ୍ଟି ଜନମଇ ସେ ଯଜ୍ଞ କର୍ମରୁ ହୁଅଇ। କର୍ମ ବେଦରୁ ଜନମଇ ପରମାତ୍ମା ବେଦୁ ଜନ୍ମଇ। ଯଦ୍ୟାପି ଆତ୍ମା ସର୍ବବ୍ୟାପୀ ଯଜ୍ଞେ ରହନ୍ତି ସେ ତଥାପି। ଏପରି ଇଚ୍ଛା ଫଳଦାୟୀ ଯଜ୍ଞରୁ ବଳି ଆଉ ନାହିଁ। ଇହ ଲୋକରେ ଯେଉଁ ବ୍ୟକ୍ତି କର୍ମ ଚକ୍ରର ଅନୁର୍ବତୀ ସେ ଯାହା ପରି କର୍ମ କରେ କର୍ମ ଚକ୍ରକୁ ନ ସୁମରେ। ଇନ୍ଦ୍ରିୟ ବଶେ ରହିଥାଇ ବିଷୟ ସୁଖକୁ ଭୋଗଇ ବୃଥା ଜୀବନ ସେ ପାପୀର। ଜନ୍ମଇ ସେ ନିଚ ଯୋନିର ନାନାଦି ଦୁଃଖ ସେ ଭୋଗଇ ବ୍ରହ୍ମାନନ୍ଦ ସୁଖ ନା ପାଇ। ଜନ୍ମେ ଆତ୍ମାରେ ଯା ଶ୍ରଦ୍ଧା ଦୃଷ୍ଟି ସନ୍ତୋଷ ମତି ସଦା। ସକାମ କର୍ମ ନିମିତ୍ତର ଚିତନ ବଳଇ ତାହାର। ବିଷୟ ଭୋଗ ଲାଳସାରେ ସେ କର୍ମୀ ମଜଇ କର୍ମରେ। ସେ ସୁଖ ଅଟଇ ଅନିତ୍ୟ ପୁତ୍ର କଳତ୍ର ପଶୁ ଚିତ୍ତ। ମାଳା ଚନ୍ଦନ ଯୁବା ନାରୀ ଏ ସୁଖ ବିନା ଦୁଇ ଚାରି। ଏସବୁ ଅନିତ୍ୟଟଇ ଏସବୁ ଅନିତ୍ୟଟଇ। ଜ୍ଞାନ ଏ କର୍ମ ଆଶ୍ରୟ ରହି। କର୍ମ ଅନୁସାରେ ପ୍ରୟୋଜନ ସିଦ୍ଧିରେ ନ ଦିଅଇ ମନ। ମୁକ୍ତି ନ ଇଚ୍ଛଇଟି ସେହି କାହା ଆଶ୍ରୟ ନ ଇଚ୍ଛଇ। ଯେଣୁ ସେ ଅହଙ୍କାରହୀନ ତେଣୁ ସେ ନୁହେଁ କାଧୀନ। ବିଧି ନିଷେଧ କର୍ମ ଫାଳେ ବିଧି ନିଷେଧ କର୍ମ ଫଳେ। ନିଶ୍ଚୟ ରହବ ନିଶ୍ଚୟ ବିଧି ନିଷେଧ କର୍ମ ଫଳେ। ନିଶ୍ଚିନ୍ତେ ରହଇ ନିର୍ମଳେ ଲଭିବା ଯାଏ ଆତ୍ମଜ୍ଞାନ। ଉଚିତ କର୍ମ ଅନୁଷ୍ଠାନ ବିଶୁଦ୍ଧ ବୃଦ୍ଧି କରିଆଗ। କର୍ମ ଦେଖାଏ ମୃତ୍ୟୁ ମାର୍ଗ କର୍ମ ଦେଖାଏ ମୁକ୍ତି ମାର୍ଗ। ମୁକ୍ତି ଲଭିବ ଆପେ ବଳେ ନିଜ କର୍ତ୍ତବ୍ୟ କର୍ମ ଫଳେ। ଏ ହେତୁ ସତକର୍ମର ଫଳ କୁଳ ଧର୍ମକୁ ମନେ ଭାଳ। ଅନକ ଆଦି ଋଷିଗଣ ଜନକ ଆଦି ଋଷିଗଣ କର୍ମରୁ ଲଭିଛନ୍ତି ଜ୍ଞାନ। ତେଣୁ ଜନକ ପଥ ହରି ସଂସାରେ ଚଳନ୍ତି ସଂସାରୀ। ତେଣୁ ତୁ ସେଇ ପଥେ ଚଳ ଦେଖି ଚଳିବେ ନର କୁଳ। ଶ୍ରେଷ୍ଠ ଯା ପ୍ରମାଣ କରନ୍ତି ଅନ୍ୟାନ୍ୟ ମାନେ ତା ମାନନ୍ତି। ଚକ୍ରବର୍ତ୍ତୀ ଯା ଚରଇ ପ୍ରଜା ସେ ବାଟରେ ଗମଇ। ଯେ ବୁଦ୍ଧିବନ୍ତ ସାଧୁ ଧୀର ଏହାଙ୍କ କାର୍ଯ୍ୟ ଶ୍ରେଷ୍ଠ ଚର।
ତିନି ଭୁବନେ ମୋ କର୍ତ୍ତବ୍ୟ, କର୍ମଟି ନାହିଁ ହେ ଗାଣ୍ଡିବ। ପ୍ରାପ୍ତ ପ୍ରାପ୍ତ କିଛି ନାହିଁ, ତଥାପି କର୍ମ କରଇ। କର୍ତ୍ତବ୍ୟ ପଥେ ମୁଁ ଚଳଇ, କେବଳ ଲୋକ ଶିକ୍ଷା ପାଇଁ। ଯେବେ ମୁଁ ଆଳସ୍ୟ ବିହୀନ, ହୋଇ ନ କରେ କର୍ମମାନ। ଆହେ ଅର୍ଜୁନ ପ୍ରାଣୀ, ଆହେ ଅର୍ଜୁନ ପ୍ରାଣୀଗଣ, ମୋ ପଥେ କରିବେ ଗମନ। ଯା ପକ୍ଷେ ଅଟେ କର୍ମ ଶ୍ରେୟ, ସେ ନ କରିବ ତାକୁ ହେୟ, ସେ ନ କରିବ ତାକୁ ହେୟ। ଭବେ ମୁଁ ହୋଇଣ ଜନମ, ଲୋକ ଶିକ୍ଷା ପାଇଁ କରମ। ମୁଁ କରେ ଲୋକ ଶିକ୍ଷା ପାଇଁ, କରିବେ ଲୋକେ ଶିକ୍ଷା ପାଇଁ। ଜଗତୁ ଧର୍ମ ହେବ ନାଶ, ଏହା ତୁ ଜାଣ କୁନ୍ତି ଶୀଷ। ଉଚ୍ଛନ୍ନ ହୋଇବ ସମସ୍ତ, ବର୍ଣ୍ଣ ଶଙ୍କର ହେବ ଜାତ। ମୁଁ ତ ବାରଣ, ମୁଁ ତ କାରଣ, ହେବି ତାର। ପ୍ରଜା ଲଭିବେ ତାପ ଘୋର, ତୁ ଯେଣୁ ମୋତେ ଅନୁସରୁ। ଜର ମୁଁ ନିବୃତ୍ତ ନ ହୋଇ କର୍ମ କରୁ, କର ମୁଁ ଆଚରିବା କର୍ମ। ରଖତୁ ସନାତନ ଧର୍ମ, ସର୍ବ ଜୀବକୁ ସମଜ୍ଞାନ। ଭେଦ ବିହୀନ କ୍ରିୟା କର୍ମ, ଆହେ ଭାରତ ଅଜ୍ଞମାନେ, କର୍ମ ବାସନା ରଖି ମନେ। କର୍ମ ଫଳେ ହୋଇ ଆସକ୍ତ, କର୍ମକୁ କରନ୍ତି ସତତ। ସେପରି କର୍ମ ଅକାରଣ, କେବଳ ନରକ କାରଣ। ସେପରି ଧର୍ମ ରକ୍ଷା ଜାଣି, ଆସକ୍ତ ବିହୀନରେ ଜ୍ଞାନୀ। କର୍ମରେ ରତ ଥାନ୍ତି ହୋଇ, ଲୋକମାନଙ୍କ ଶିକ୍ଷା ପାଇ। ସେପରି କର୍ମ ତୁହି କର, ସଂସାରେ ରହୁ ଯଶ ମୋର। କର୍ମ ନିରତ ଅଜ୍ଞଜନ, କର୍ମ ବିଶ୍ୱାସୁ ଯେନେ ହୀନ। ନହିବ ଜ୍ଞାନ ସେହିପରି, ନହିବ ଜ୍ଞାନ ସେପରି ରେ। କର୍ମ କରିବ ନିରନ୍ତରେ, ଉତ୍ସାହ ସେମାନଙ୍କୁ ଦେଇ। କର୍ମେ ନିଯୁକ୍ତ କରିବଇ, କେତେ ବେଦବାଦୀ ଜନ। ଲୋକରେ କରନ୍ତି ବୟାନ, ବେଦ ବିହିତ କର୍ମମାନ। ଯତ୍ନେ କରିବ ସମାଧାନ, ସକଳ ଅଟେ କର୍ମ ପ୍ରାୟ। ସକଳ ଅଟେ କର୍ମମୟ, କର୍ମରେ ହୁଅ ଫଳଦାୟ। ସକଳେ ହୁଅ ଫଳଦାୟ, ସକଳ ଅଟେ କର୍ମମୟ, କର୍ମରେ ହୁଏ ଫଳଦୟ। ଏପରି ବଚନ ଯେ କହି, ଅଜ୍ଞାନୀ ମନକୁ ଭୁଲାଇ। ବିଜ୍ଞାନରେ ଅଜ୍ଞାନୀ ମନକୁ ଭୁଲାଇ, ତହୁଁ କନ୍ଦଳ ହୁଏ ଜାତ। ନରକ ଗମନର ପଥ, ପ୍ରକୃତିରୁ ଯେ ତିନି ଗୁଣ, ସକଳ କରନ୍ତି ଭିଆଣ। ତତ୍ତ୍ୱ ରଜ ତାମସ ଘେନି, ତ୍ରିଗୁଣେ ବନ୍ଦୀ ଯିବ ପୁଣି। ଏ ଦେଖେ ଯେତକ ଶରୀର, ତ୍ରିଗୁଣ ଜାତ ପ୍ରକୃତିର। ଦେହକୁ ଆତ୍ମା ଯେଣୁ ମଣେ, ମୁଁ କରୁଅଛି ବୋଲି ଉଣେ। ଅହଙ୍କାରରେ ବିମୋହିତ ହୋଇ, ବୋଲେ ମୁଁ କରୁଛି ବୋଲି ଭଣେ। ଦେହକୁ ଆତ୍ମା ଯେଣୁ ମଣେ, ମୁଁ କରୁଅଛି ବୋଲି ଭଣେ। ଅହଙ୍କାରରେ ବିମୋହିତ ହୋଇ, ବୋଲେ ମୁଁ କରୁଛି ତ। କ୍ରିୟା ଶୂନ୍ୟ ଆତ୍ମା ଅଟଇ, ତାହାର ପାପ ପୁଣ୍ୟ ନାହିଁ। ହେ ମହାବୀର ଶୁଣ ଏବେ ଗୁଣ, କର୍ମ ବିଭାଗ ଯେବେ। କରଇ ଆତ୍ମଜ୍ଞାନୀ ନର, ବାର୍ତ୍ତା ମୁଁ ନଭାବେ ମନର। ମୋହର ଯଦି ଯେଉଁ ଜ୍ଞାନ, ତାହାକୁ ଗୁଣ କର୍ମ ଘେନ।
ମାୟା ଗୁରୁ ମାୟା ଗୁଣରୁ ଯେ ଇନ୍ଦ୍ରିୟରୁ କର୍ମଟି ଉଦୟ ଇହ ଇନ୍ଦ୍ରିୟ କର୍ମ ଯେହି ତାଠାରୁ ଆତ୍ମା ଭିନ୍ନ ହୋଇ ଏବେ ଦନ କର ଏଇ ଜ୍ଞାନ ସେ ଅହଙ୍କାର କର୍ତ୍ତାହୀନ ପ୍ରକୃତି ବସେ ମୋହ ହୋଇ ଇନ୍ଦ୍ରିୟ ରସେ ଯେ କରଇ ସେ ପରି ଅଳ୍ପ ବୁଦ୍ଧି ମନେ ଜ୍ଞାନ ନ ଜନ୍ମେ କଦାଚନେ କର୍ମରୁ ଛାଡ଼ିଲେ ବିଶ୍ୱାସ କାମନା ପୁଣ୍ୟ ହୁଏ ଦୋଷ କର୍ମ ଯେ ବିଚଳିତ ହୋଇ ତାର କାମନା ସିଦ୍ଧ ନାହିଁ ଏଣୁ ସେ ସତ୍ୱ ଜ୍ଞାନ ବୁଲେ ମୁଖ୍ୟ ନ ମିଳେ ତାକୁ ଭଲେ ଦେଇ ସମର୍ପ ମୋତେ କର୍ମ କୁଟୁମ୍ବ ମାୟା ମୋହ ଛାଡ଼ ଯୁଦ୍ଧ କରିବ କର ଦୃଢ଼ ଜିନର ଏହି ମତ ମୋର ନିର୍ଦୋଷ ନ ଭାବି ମନର ସଧାରେ କରେ ଆବରଣ ସମସ୍ତ କର୍ମ ତରେ ଜାଣ କର୍ମ ହୋଇଲେ ଶୁଦ୍ଧ ଚିତ୍ତ ମୁକ୍ତି ଲଭିବ ନିଶ୍ଚିନ୍ତ ଜିନର ଏହି ମତ ମୋର ନିର୍ଦୋଷ ନ ଭାବି ମନର ଶ୍ରଦ୍ଧାରେ କରେ ଆଚରଣ ସମସ୍ତ କର୍ମ ତରେ ଜାଣ କର୍ମ ହୋଇଲେ ଶୁଦ୍ଧ ଚିତ୍ତ ମୁକ୍ତି ଲଭଇ ନିଶ୍ଚିନ୍ତ ଜିନର ନିନ୍ଦି ମୋର ମତ କର୍ମରେ ନୁହେଁ ପ୍ରଭୁତ ସେ ସର୍ବଜ୍ଞାନ ବିବର୍ଜିତ ଯଜ୍ଞହୀନ ନଷ୍ଟ ସେତ ବିବେକ ଜ୍ଞାନ ହୁଏ ନଷ୍ଟ ହୁଏ ପୁରୁଷାର୍ଥ ଭ୍ରଷ୍ଟ ଧର୍ମାର୍ଥ କାମ ମୋକ୍ଷ ଚରି ନୁହଁ ତହିଁ ଅଧିକାରୀ ପ୍ରକୃତି ବସେ କାର୍ଯ୍ୟ କରେ ଜ୍ଞାନ ଥିଲେ ସେ ନ ସୁମରେ ଶାସ୍ତ୍ର ବିଷେଧ ମୋର ବାଣୀ କି କରେ ସେମାନଙ୍କୁ ପୁଣି ରାଜ ନିୟମ ବାଣୀ ପ୍ରାଣୀ ପ୍ରକୃତି ବସେ ଲଙ୍ଗେ ପୁଣି ରାଜଦଣ୍ଡକୁ ସେ ଭୋଗଇ କି ଫଳ ତାର ଜ୍ଞାନ ଥାଇ ଯେ ପ୍ରାଣୀ ଭଲ ମନ୍ଦ ଜାଣି ଇନ୍ଦ୍ରିୟ ନିଜ ବସେ ଆଣି ସ୍ୱଭାବେ ବସେ କର୍ମ କରେ କି ଫଳ ଇନ୍ଦ୍ରିୟ ଦମରେ ବିଧବା ନାରୀ ଅଳଙ୍କାର ଘେନିଲା ପରି ଫଳ ତାର ଇନ୍ଦ୍ରିୟ ପରସ୍ପର ଶତ୍ରୁ ଇନ୍ଦ୍ରିୟ ପରସ୍ପର ଶତ୍ରୁ ଶ୍ରଦ୍ଧା ଶତ୍ରୁତା ବେନି ହେତୁ ଏବେ ନ ରହନ୍ତି ବଂଶେ ଏଣୁ ମାମୁଷୁ କଣ୍ଡଳ ସେ ଏଣୁ ମୁମୁଷୁ ଖଣ୍ଡକ ସେ ମଧୁସ୍ମଶ୍ଚର ଆସ୍ୱାଦନ ଯିବା କରିବ ଅନୁମାନ ଏବେନି ଭାବ ସାମଞ୍ଜସ୍ୟ ମୁମୁକ୍ଷୁ କରିବ ଅବଶ୍ୟ ସୁଗନ୍ଧ ଦୁର୍ଗନ୍ଧ ସମାନ ମଧୁର ତିକ୍ତ ଏକ ଜାଣ ଏପରି ପଞ୍ଚ ଇନ୍ଦ୍ରିୟକୁ ରଖ ଯେ ଆୟତ୍ତେ ପରମ ଧର୍ମ ହେଲେ ଶ୍ରେଷ୍ଠ ସ୍ୱଧର୍ମ ଯେବେ ବା ନିକୃଷ୍ଟ
स्वधर्मे मृत्यु श्रेयस्कर परम धर्म निंदा घोर धर्म बोइले समाजरे चलिबा जे विधि प्रकार ନିଜର ଗୁଣ ଅନୁସାରେ ଚାରି ବର୍ଣ୍ଣରୁ ବର୍ଣ୍ଣେ ଧରେ ଦ୍ୱିଜ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ପ୍ରତ୍ୟେକ କାର୍ଯ୍ୟ ସେ ପ୍ରଭେଦ ଏମନ୍ତ ତାହାଙ୍କ ଆଶ୍ରମ ପରସ୍ପରରେ ପର ଧର୍ମ ବ୍ରାହ୍ମଣ କଲେ ଶୂଦ୍ର କାର୍ଯ୍ୟ କ୍ଷତ୍ରିୟ ନ ପାଳିଲେ ରାଜ୍ୟ ବୈଶ୍ୟ ଯେ ଭିକ୍ଷାବୃତ୍ତି କରି ଧନୁ ଘୋଷକୁ ଆଶ୍ରା କରି ଶୂଦ୍ର କରିଲେ ତପଘୋର ବିଡ଼ମ୍ବନା ଯେ ସମାଜର ଉନ୍ନତି ନୁହଁ ତାହାର ବିରୋଧ ଭାବେ ସେ ସଞ୍ଚାର ଏପରି କଲେ ଆଚରଣ ସମାଜ କଷ୍ଟ ହୁଏ ଜାଣ ଅର୍ଜୁନ ଉବାଚ ହେ ହୃଷି हे वृष्टिवंश हृषिकेश कही सन्देह मोर नाश काहार प्रेरणाण बळे पड़ती से पाप कंदले कर्म कर्म पुण्य पाप निंदा प्रशंसा हर्षताप से सर्व कथा शुणी शुणी किंपा से करे पाप श्री भगवान उवाच रजगुण पाप जात अतृप्तिकर अतृगत कामना बसे जन्मे क्रोध करई मुक्ति पदरोध ता नाम महाभक्ष जान एक लभिले एक आण दुग्धरे अम्ल मिसे जदि तक्षणे हुई से दधि एमंत काम बाधा पाई तमरे परिणत होई तेणु से आश्रा तृप्त नही अधिके अधिके खोजई सप्त दीपरे राजा हेले द्यु सप्त खोजु थाए भले एमंत बुलु थाई भजी मुक्ति पथ को दूरे तेजी अग्नि आवृत धूम जेने दर्पण मलावृते तेने गर्भ आवृत जरायुरे ज्ञान जे आवृत कामरे ग्ले अनले प्रकाशित ज्योति धूमन रहे तारकती दर्पण माझिरे जेमंते पुणी से हुए ज्योतिवंत तेहु सेहु अधिक शतगुणी सजे काम नासे पुणी जे रज गुणे मिली थाई ता काम विनाश हुई जदिबा जन्म जन्मांतरे परम ब्रह्म कृपा मिले रजगुणी तम गुणीर कामना नाश सत्वर अज्ञानी मानक चित्तरी कामना अनलर परी ज्ञानी को ढांकी रखे सेही सुण अर्जुन मन देई समिध पाइले अनल जेसने हुई प्रबल से पुणी पाइले द्रुत धार बुझाए कि कणिका अपार सर्व घटरे से अछई भल मंदरे लक्ष्य नहीं तेमंत भाग्य वस्तु पाई कामना तृप्त नुई जेते से आशा करू थाए नूतन आशा जन्माए कामरे भल मंद नहीं जे स्थाने जीवंत मिलई प्रथमे सुख हुए जात शेषरे दुख विचलित
ଏ ହେତୁ ଜ୍ଞାନୀଙ୍କ ପାଖରେ ଅଜ୍ଞାନୀ ମାନଙ୍କର ଚିରରି କାମନା ନଳର ପରି ଜ୍ଞାନୀକୁ ଢାଙ୍କି ରଖେ ସେଇ ଶୁଣ ଅର୍ଜୁନ ମନ ଦେଇ ସମିଧ ପାଇଲେ ଅନଳ ଯେସନେ ହୁଇ ପ୍ରବଳ ପୁଣି ପାଇଲେ ଘୃତଧାର ଜନ୍ମାଏ କଣିକା ଅପାର ସର୍ବଘଟରେ ସେ ଅଛଇ ଭଲ ମନ୍ଦରେ ଲକ୍ଷ୍ୟ ନାହିଁ ତେମନ୍ତ ଭାଗ୍ୟ ବସ୍ତୁ ପାଇ କାମନା ତୃପଦ ନୁହଇ ଯେତେ ସେ ଆଶା କରୁଥାଏ ନୂତନ ଆଶା ଜନ୍ମାଏ କାମର ଭଲ ମନ୍ଦ ନାହିଁ ଯେ ସ୍ଥାନେ ଯେମନ୍ତ ମିଳଇ ପ୍ରଥମେ ସୁଖ ହୁଏ ଜାତ ଶେଷରେ ଦୁଃଖେ ବିଚଳିତ ଏହେତୁ ଅଜ୍ଞାନୀଙ୍କ ପାଖରେ କାମ ଯେ ଶତ୍ରୁ ନିରନ୍ତରେ ପଞ୍ଚ ଇନ୍ଦ୍ରିୟ ବୁଦ୍ଧି ମନ କାମର ରାଜଧାନୀ ଜାଣ ଜ୍ଞାନକୁ କାମ ଆଚ୍ଛାଦଇ ଜୀବକୁ ମୋହିତ କରଇ ଦର୍ଶନ ଶ୍ରବଣ ଆଦିରେ କାମ ବଢ଼ଇ ଧୀରେ ଧୀରେ ମନୋଜା ସଂକଳ୍ପ କରଇ ବୁଦ୍ଧିତା ପଥ କହିଦେଇ ଏଣୁ ଅର୍ଜୁନ ତୁ ଇନ୍ଦ୍ରିୟ ଦମନ କରି ହୁଅ ଜୟ ଜ୍ଞାନ ବିଜ୍ଞାନ ବିନାଶନ କାମକୁ କରତୁ ଦହନ ଇନ୍ଦ୍ରିୟତା ଗୃହ ଅଟଇ ପ୍ରଥମେ ତହିଁ ବିଶ୍ରାମଇ ଇନ୍ଦ୍ରିୟ ହୋଇଲେ ଦମନ ବଶ ହୁଅନ୍ତି ବୁଦ୍ଧି ମନ ତେଣୁ କାମନା ବଶ ହୁଏ ଦୃଷ୍ଟ ବୁଦ୍ଧିରେ ମୋହ ନୁହେଁ ଦେହରୁ ଇନ୍ଦ୍ରିୟ ଯେ ଶ୍ରେଷ୍ଠ ଇନ୍ଦ୍ରିୟରୁ ମନ ଗରିଷ୍ଠ ମନ ଅପେକ୍ଷା ବୃଦ୍ଧି ଶ୍ରେଷ୍ଠ ତାଠାରୁ ଆତ୍ମା ଯେ ଗରିଷ୍ଠ ଇନ୍ଦ୍ରିୟ ଯେବେ ଚେଷ୍ଟା କରେ ଶରୀର ଲାଗଇ କର୍ମରେ ମନ ସଂଯୋଗ ନୁହେଁ ଯେବେ ଇନ୍ଦ୍ରିୟ କର୍ମଣ୍ୟ ତେବେ ସଂକଳ୍ପ ବିକଳ୍ପ ମନରେ ଜନ୍ମଇ ବୁଦ୍ଧି ସାହାଯ୍ୟରେ ଆତ୍ମାର ପାଇଲେ ଆଭାସ ସବୁ ବୁଦ୍ଧି ଭାବେ ଦେବ ଜାଣ ସୁବୁଦ୍ଧି ସେହି ଆତ୍ମାର ପାଇଲେ ଆଭାସ ସୁବୁଦ୍ଧି ହୁଅଇ ପ୍ରକାଶ ସେହି ଆତ୍ମାକୁ କର ଧ୍ୟାନ ସୁବୁଦ୍ଧି ଉଦୟ ହେବ ଜାଣ ପରମାତ୍ମାଠୁ ବଳିଧ୍ୟାନ ସଂସାରେ ନାହିଁ ଏ ଅର୍ଜୁନ ଆତ୍ମାକୁ ଏପରି ଭାବରେ ବୁଦ୍ଧିରୁ ଶ୍ରେଷ୍ଠ ଜ୍ଞାନ କରେ ସଂଶୟ ଶୂନ୍ୟ ବୁଦ୍ଧି ବଳେ ମନ ନିଶ୍ଚଳ କର ହେଳେ ସଂଶୟ ମନରେ ନ ଧରି ଚଞ୍ଚଳ ଚିତ୍ତ ସ୍ଥିର କର ତେବେ ଦୁର୍ଜୟୀ ଶତ୍ରୁ କାମ ସହଜେ ଲଭିବ ବିଶ୍ରାମ କାମକୁ ଜୟ କଲେ ବୀର ଆତ୍ମାର ହୋଇବ ଗୋଚର କହଇ ବାସୁଦେବ ହୀନ ଉଦ୍ଧତ ପ୍ରଭୁ ଜନାର୍ଦ୍ଦନ ଉଦ୍ଧର ପ୍ରଭୁ ଜନାର୍ଦ୍ଦନ ଇତି ଶ୍ରୀ ମହାଭାରତେ ଶ୍ରୀମଦ୍ ଭଗବତ ଗୀତାସୁ ଉପନିଷତ୍ସୁ ब्रह्म विदाय योगशास्त्रे श्रीकृष्ण अर्जुन संबोधे कर्म योग नाम तृतीयोऽध्याय।